ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ରହିଛି ହରିୟାଣାର ଏହି ଗାଁ। ଆମେରିକାର 39ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର 100 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ବହୁଦିନ ଧରି ଅସୁସ୍ଥ ଥିଲେ। କାର୍ଟରଙ୍କ ଭାରତ ସହ ଏକ ନିବିଡ଼ ସମ୍ବନ୍ଧ ଥିଲା। ସେ ଭାରତ ଯାତ୍ରା କରିଥିବା ତୃତୀୟ ଆମେରିକା ରାଷ୍ଟ୍ରପତି ଥିଲେ। ତାଙ୍କ ଭାରତ ଗସ୍ତର ଏକ ପ୍ରତୀକ ସ୍ୱରୂପ ଏବେ ବି ଭାରତରେ ରହିଛି। ଅର୍ଥାତ୍ କାର୍ଟରଙ୍କ ନାମରେ ଭାରତର ଏକ ଗାଁର ନାଁ କାର୍ଟରପୁରୀ ରଖାଯାଇଛି। ଭାରତର ସଂସଦକୁ କରିଥିଲେ ସମ୍ବୋଧିତ। କାର୍ଟରଙ୍କ ଭାରତର ମିତ୍ର ଭାବେ ବିବେଚନା କରାଯାଉଥିଲା। ଏମର୍ଜେନ୍ସି ପରେ 1977 ମସିହାରେ ଜନତା ପାର୍ଟିର ବିଜୟ ପରେ ଭାରତକୁ ଆସିଥିବା ସେ ତୃତୀୟ ଆମେରିକା ରାଷ୍ଟ୍ରପତି ଥିଲେ। 1978 ମସିହା ଜାନୁଆରୀ 2ରେ ସେ ଭାରତକୁ ସଂସଦକୁ ସମ୍ବୋଧିତ କରି ଏକ ଛତ୍ରବାଦୀ ଶାସକ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଗାଁକୁ କରିଥିଲେ ପରିଦର୍ଶନ। କାର୍ଟର 1978 ମସିହା ଜାନୁଆରୀ 3ରେ ଏବଂ ତତ୍କାଳୀନ ପ୍ରଥମ ଲେଡି ରୋସାଲିନ୍ ଦିଲ୍ଲୀଠାରୁ 1 ଘଣ୍ଟା ଦୂରରେ ଥିବା ହରିୟାଣାର ଦୌଲତପୁରରୁ ନସିରବାଦ ଯାଇଥିଲେ। ଏହି ଗସ୍ତ ଏପରି ସଫଳ ହୋଇଥିଲା ଯେ ଏହା ପରେ ଗାଁ ଲୋକ ଏହି ସ୍ଥାନ ନାଁ କାର୍ଟରପୁରୀ ରଖିଥିଲେ। ଏପରିକି ସେମାନେ ରାଷ୍ଟ୍ରପତିଙ୍କ କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟ୍ ହାଉସ୍ରେ ସମ୍ପର୍କ ଥିଲେ। ଯେବେ 2002 ମସିହା ରାଷ୍ଟ୍ରପତି କାର୍ଟରଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା, ସେବେ ଏହି ଗାଁର ଉତ୍ସବ ମନାଇଥିଲେ।